ରାବଣ ରାବଣ କିଏ? ଗୋଟେ ଦାନବ ନା ଗୋଟେ ବ୍ରାହ୍ମଣ? ଗୋଟେ ଋଷି ନା ଗୋଟେ ହତ୍ୟାକାରୀ? ଗୋଟେ ଭକ୍ତ ନା ଗୋଟେ ଧୂର୍ତ୍ତ? ରାକ୍ଷସୀ କୈକେଶୀର ଔରସରୁ ଜନ୍ମ ନେଇଥିବା କ୍ରୂର ଦାନବ ନା ଋଷି ବିଶ୍ରବାଙ୍କର ସଂସ୍କାରରେ ବଡ଼ ହୋଇଥିବା ଶ୍ରେଷ୍ଠ ବ୍ରାହ୍ମଣ? 6 ଶାସ୍ତ୍ର ଆଉ 4 ବେଦର ଜ୍ଞାତା ନା ବ୍ରହ୍ମହତ୍ୟା, ନାରୀ ଅପହରଣ ଭଳି ଅପରାଧର ଜନ୍ମଦାତା? ଏହା ନିର୍ଭର କରେ ଆମ ଭାବନା ଉପରେ, ଏହା ନିର୍ଭର କରେ ଆମ ଜ୍ଞାନ ଉପରେ। ଯେଉଁପରି ଭାବେ ଗରଳର ଗୋଟିଏ ବୁନ୍ଦା ସମଗ୍ର କ୍ଷୀରସାଗରକୁ ବିଷାକ୍ତ କରିଦିଏ, ସେହିପରି ଭାବେ ରାବଣର ଖଳ ଚରିତ୍ର ଆଧିପତ୍ୟ ବିସ୍ତାର କରିନେଲା ତାର ଶ୍ରେଷ୍ଠତା ଉପରେ। ସବୁ ବର୍ଷ ରାବଣକୁ ପୋଡ଼ି ଦିଆଯାଏ, କିନ୍ତୁ ସବୁ ବର୍ଷ କାହିଁକି? କାହିଁକି ନା ରାବଣ ଏକ ମନୁଷ୍ୟ, ଦେବତା, ଯକ୍ଷ, ଗନ୍ଧର୍ବ କିମ୍ବା କୌଣସି ଅସୁର ନୁହେଁ। ରାବଣ ଏକ ଚରିତ୍ର। ଯଦି ତୁମେ ରାବଣର ଦୁଷ୍ଟ ଚରିତ୍ରର ଅନ୍ତ ଇଚ୍ଛା କର, ତେବେ ଜାଗ୍ରତ କର ନିଜ ଅନ୍ତ ମନରେ ନିଦ୍ରାଗ୍ରସ୍ତ ଥିବା ବିବେକ ରୂପୀ ଶ୍ରୀରାମଚନ୍ଦ୍ରଙ୍କୁ।